ଆପଣ ନାଁ କହିବେ? ମୋ ନାଁ ଗୁରୁଚରଣ ମହାପାତ୍ର। ଘର? ରହି କୁଶିରା ମାହାଙ୍ଗା। କ'ଣ କହିବେ ଆଜିକାଲି ଯେଉଁ ବରଯାତ୍ରୀ ଯାଉଛନ୍ତି ଏବେ ପରମ୍ପରା ଆଉ ଆପଣଙ୍କ ବେଳର ପରମ୍ପରା କେମିତି ରହିଛି? ଆମର ବରଯାତ୍ରୀ ଯାଉଥିଲେ, ସାଆନ୍ତ କୁଣିଆ ଯାଉଥିଲେ। ଏବେ ତ ସାଆନ୍ତ କୁଣିଆ ନାହିଁ, ଏବେ ସାଆନ୍ତ କୁଣିଆ ନାହିଁ। ଏବେ ବରଯାତ୍ରୀ ନୁହଁ, ମଧୁଯାତ୍ରୀ। ମଧୁଯାତ୍ରୀ ନହେଲେ ବର ବାହାରି ପାରୁନି। ସାଆନ୍ତ କୁଣିଆକୁ ସାମନ୍ତ ମର୍ଯ୍ୟାଦା ଦିଆହେଉଥିଲା। ଆଉ ସାଆନ୍ତ କୁଣିଆ ମାନେ କୁଣିଆ ହିସାବରେ ଯାଉଥିଲେ। ସ୍ୱତନ୍ତ୍ର ତାଙ୍କ ପାଇଁ ବାରିକ ତାଙ୍କ ଗୋଡ଼ ଧୋଇ ଦେଉଥିଲା, ତାଙ୍କ ପାଇଁ ମହାପ୍ରସାଦ ଫୁଲଚନ୍ଦନ ସବୁ ସେବା କରାହେଉଥିଲା। ଏବେ ଆଜ୍ଞା ମହାପ୍ରସାଦ ନାହିଁ, କି ଫୁଲଚନ୍ଦନ ନାହିଁ, କି ବାରିକ ଗୋଡ଼ ଧୋଇବାର ନାହିଁ। ଏବେ କ'ଣ ଅଛନ୍ତି ଜାଣିଛନ୍ତି? ଶୁଣନ୍ତୁ, ମୁଁ ବରର ମାମୁଁ। ଏ କ'ଣ ହେଇଛି? ଆପଣ ବି ମାଇକି ଭଲେଇ ବାଜୁନି? ଓ ଡିଜି ବାଲା, ଏ ବାବୁ ଖାଇବାକୁ କ'ଣ ହେଇଛି? କ'ଣ? ମାଛ? ଯେ ତମକୁ ବା ମଟନ କୁହାଯାଇଥିଲା କରିବେ ବୋଲି। ହଁ, ସେଥିପାଇଁ ଆମେ ପଇସା ନେଲୁନି। ଆମେ ନେଇଛୁ, ପଇସା ନେଇଛୁ। ଏଇଠି ଖାଇବନି। ଗୋଟେ କୁଣିଆ ନାହିଁ। କ'ଣ ଭାବିଲ? କ'ଣ ଭାବିଲ? ମାଛ କିଏ ଖାଉଛି? ହଁ, ମାଛ କିଏ ଖାଉଛି? କିଏ ଡାକିଲ? ସେ ବରପତିଆକୁ ଡାକିଲ? ଡାକ। ଏ ସେ ମଝି ତୁ କୁଆଡ଼େ ଗଲା? ଡାକ, ସେ ମିଡ଼ିଏଟରକୁ ଡାକ। ହଉ ମିଡ଼ିଏଟର ହଉ, ତମ ସାଙ୍ଗରେ କ'ଣ କଥା ହେଇଥିଲା? ଏ କ'ଣ ମଟନ ନ କରିକି କରିଛନ୍ତି ମାଛ? କି ମାଛ? ନାଇଁ ମୁଁ ପଚାରୁଛି, କି ମାଛ କରିଛ ତୁମେ? ରୋହି? କି ରୋହି? ଏ ଆନ୍ଧ୍ରା, ତାକୁ ଆମେ ଖାଇବୁ? ଆମ କୁକୁର ଖାଏନି। ଆପଣଙ୍କ ବେଳେ କେମିତି ଥିଲା ପରମ୍ପରା? କୁହନ୍ତୁନି ଆଜ୍ଞା, ବହୁତ ଜିନିଷ ଥିଲା। ଗୋଟେ ସାଂସ୍କୃତିକ, ଗୋଟେ ପରମ୍ପରା, ଗୋଟେ ଓଡ଼ିଶା ଭାବର କ'ଣ ଥିଲା ସେଇଟା ଆମେ ପାଳନ କରୁଥିଲୁ। ଏବେ ଆଜ୍ଞା ଆମେ ହିନ୍ଦୁ ପରମ୍ପରା ଭିତରେ ନାହିଁ, ଆମେ ପୁରା ବର୍ତ୍ତମାନ 4 ପରମ୍ପରାରେ ଅଛୁ। ଆମମାନଙ୍କ ଘରେ ମେହେନ୍ଦୀ ଗୋଟେ ପର୍ବ ନଥିଲା, ରିଙ୍ଗ ସେଲିଭରି ନଥିଲା। ଆମେ ନିର୍ବନ୍ଧ କରୁଥିଲୁ। ଜଗନ୍ନାଥଙ୍କ ଭୋଗ ଥାଳି ଧରିକିରି, ହେ ଜଗନ୍ନାଥ ଏତମ୍ ସତ୍ୟ 3 ଥର ସତ୍ୟ କରିକି ଆମେ ସତ୍ୟ ପାଠ କରୁଥିଲୁ। ଏବେ ଆଉ ସେସବୁ ନାହିଁ ଆଜ୍ଞା। ଝୁଅ ପୁଅ ହାତରେ ମୁଦି ପିନ୍ଧେଇବ, ପୁଅ ଝୁଅ ହାତରେ ମୁଦି ପିନ୍ଧେଇବ, ବେଲୁନ ଫୁଟିବ, କେକ୍ ଖିଆ ହେବ, ତାଳି ମରା ହେବ। ସେସବୁ ନାହିଁ। ଆଉ ବିବାହର ଆଗ ଦିନ ମେହେନ୍ଦୀ ହେବ, ସିଏ କି ପର୍ବ। ସେ ଆଜ୍ଞା ମହମଡ଼ିଆନଙ୍କର। ରିଙ୍ଗ ସେଲିବ୍ରେସନ ହେଉଛି ଖ୍ରୀଷ୍ଟିଆନଙ୍କର। ଆମ ପରମ୍ପରା ଯେଉଁ ନିର୍ବନ୍ଧ, ତାକୁ ଆମେ ବୁଡ଼େଇକି, ଆମର ପ୍ରକୃତ ଜିନିଷକୁ ଆମେ ବୁଡ଼େଇକିରି ଆମେ ବର୍ତ୍ତମାନ ବାହାର ନୀତି ସଭ୍ୟତାରେ ଚାଲୁଛୁ। ଆମ ସଭ୍ୟତାକୁ ଆମେ ପଛେଇ ଦେଉଛୁ। ବହୁତ ଦୁଃଖ ଲାଗୁଛି ଆଜ୍ଞା।